ଦୂର ଏକ ଜଙ୍ଗଲରେ ଗୋଟିଏ ଛୋଟ ଆଶ୍ରମଟିଏ ଥିଲା। ଆଉ ସେହି ଆଶ୍ରମରେ ଜଣେ ସାଧୁ ବାବା ରହୁଥିଲେ। ଗୋଟେ ଦିନ ସେହି ବାଟ ଦେଇ ଗୋଟିଏ ମହାବଳ ବାଘ ଯାଉଥିଲା। ସେ ବହୁତ ଦିନରୁ ଭୋକିଲା ଥିଲା। ସାଧୁ ବାବା ଆଶ୍ରମ ବାହାରେ ଗୋଟିଏ ଗଛ ମୂଳରେ ବସିଥିଲେ। ହଠାତ୍ ବାଘଟିର ନଜର ସାଧୁ ବାବାଙ୍କ ଉପରେ ପଡ଼ିଲା। ଆରେ, ବହୁ ଦିନରୁ ଜଙ୍ଗଲ ଭିତରେ ପଶୁ ପକ୍ଷୀଙ୍କ ମାଂସ ଖାଇ ଖାଇ ଆଉ ଭଲ ଲାଗୁନି। ଆଜି ମଣିଷ ମାଂସ ଟିକେ ଖାଇବି, ବହୁତ ସୁଆଦିଆ ଲାଗିବ। ଏମିତି କହି ବାଘଟି ଆଶ୍ରମ ଭିତରକୁ ପଶିଗଲା। ଆରେ, ଏ କ'ଣ ଏତେ ବଡ଼ ମହାବଳ ବାଘ? ଆରେ ଏ ସାଧୁ ବାବା, ଆଜି ମୁଁ ତତେ ଖାଇବି। ସାଧୁ ବାବା ଜଣକ ବାଘଟିକୁ କହିଲେ, ଆରେ ଏ ବାଘ, ମତେ ତୁ ଆଜି ଖାଇ ସିନା ପେଟ ଭର୍ତ୍ତି କରିବୁ, ହେଲେ ତାପରେ କ'ଣ ହେବ ଜାଣିଛୁ? କ'ଣ ହେବ? ଆରେ, ମୋ ପେଟ ଭିତରେ ବହୁତ ଶକ୍ତି ଅଛି। ସାରା ଜୀବନ ତପସ୍ୟା କରି କରି ମୁଁ ଗୋଟିଏ ଅଗ୍ନିପିଣ୍ଡୁଳା ପାଲଟି ଯାଇଛି। ତୁ ଯଦି ମତେ ଖାଇବୁ, ତାହେଲେ ତୁ ସେହି ଅଗ୍ନିରେ ସେହି କ୍ଷଣ ଜଳିଯିବୁ। ବାଘ ସଙ୍ଗେ ସଙ୍ଗେ ମନେ ମନେ ଭାବିଲା, ଆରେ ଏ ସାଧୁ ବାବା ସତ କହୁଛନ୍ତି, କାରଣ ସେ ଜଣେ ସାଧୁ। ସେ ମିଛ କହିବେ କାହିଁକି? ତାପରେ ବାଘ ସାଧୁ ବାବାଙ୍କୁ କହିଲା, ହେଲେ ସାଧୁ ବାବା, ମୁଁ ହେଲି ଗୋଟିଏ ବାଘ। ମୁଁ ସବୁବେଳେ ଜଙ୍ଗଲରେ ରକ୍ତ ମାଂସ ଆହାର କରି କରି ମୋ ଚରିତ୍ର ସେହିଭଳି ହୋଇଯାଇଛି। ଆପଣ ମତେ କିଛି ଶକ୍ତି ଦିଅନ୍ତୁ, ଆଉ ମତେ ବଦଳାଇ ଦିଅନ୍ତୁ। ସାଧୁ ବାବା ବାଘଟିକୁ କହିଲେ, ମୋ ଶକ୍ତିର ତୁମକୁ କିଛି ଆବଶ୍ୟକ ପଡ଼ିବନି। ତୁମେ ଏଠି ରହିଲେ ଆପେ ଆପେ ବଦଳିଯିବ। ସାଧୁ ବାବା ଜଙ୍ଗଲରୁ ଗୋଟିଏ ଚଢ଼େଇ ଧରିକି ଆସିଲେ, ଆଉ ସାଥିରେ ବହୁତ ସାରା ଫଳ ମଧ୍ୟ ଆଣିଲେ, ଆଉ ବାଘଟି ଆଗରେ ରଖିଲେ। ବାଘଟିକୁ କହିଲେ, ଆରେ ବାଘ, ତୁମେ ପ୍ରତିଦିନ ସକାଳୁ ଏହି ଆଶ୍ରମରେ ଗଛପତ୍ରରେ ପାଣି ଦେବ, ଆଉ ମୋ ପାଇଁ ଭୋଜନ ବନେଇବ, ଆଉ ଏ ଯେଉଁ ଚଢ଼େଇଟିକୁ ଦେଖୁଛ, ତାର ଯତ୍ନ ତୁମେ ନେବ, ଆଉ ଭୋକ ଲାଗିଲେ ଏ ଫଳମୂଳ ଆହାର କରିବ। ସାଧୁ ବାବାଙ୍କ କହିବା ଅନୁଯାୟୀ ସକାଳ ପାହିଲା ମାତ୍ରେ ନିଜ କାମରେ ବାଘ ଲାଗିଗଲା। କାମ ସରିଲା ପରେ ତାକୁ ବହୁତ ଭୋକ ଲାଗିଲା। ସେ ଫଳ ଖାଇବାକୁ ଗଲା ବେଳକୁ ତାକୁ ଫଳ ଗୁଡ଼ାକ ଦେଖି ବାନ୍ତି ଆସିଗଲା। ଆଉ ସେ ସାଧୁ ବାବାଙ୍କର ଚଢ଼େଇ ପାଖକୁ ଯାଇ ତାକୁ ଖାଇବାକୁ ଚିନ୍ତା କଲା। ଆଉ ସେଠୁ ଫେରି ଆସି ଆଶ୍ରମ ଭିତରେ ଶୋଇପଡ଼ିଲା। ରାତି ପାହି ସକାଳ ହେଲା। ଏମିତି 3-4 ଦିନ ବାଘ ଫଳ ନ ଖାଇ ଚଢ଼େଇ ପାଖକୁ ଯାଉଥିଲା, ଆଉ ସେଠୁ ଫେରି ଆସୁଥିଲା। ସାଧୁ ବାବା ଏସବୁ ଲକ୍ଷ୍ୟ କରୁଥିଲେ। 10 ଦିନ ପରେ ବାଘ ଭୋକ ସମ୍ଭାଳି ନ ପାରି ଫଳଗୁଡ଼ିକୁ ଆହାର କଲା। ତାକୁ ଫଳଗୁଡ଼ିକ ବହୁତ ମିଠା ଆଉ ସୁଆଦିଆ ଲାଗିଲା। ଏମିତି ବାଘଟି 1 ବର୍ଷ ଆଶ୍ରମରେ ରହିଲା ପରେ ବାଘଟି ଫଳମୂଳ ଖାଇ ନିଜକୁ ପୁରା ପରିବର୍ତ୍ତନ କରିଦେଲା। ସାଧୁ ବାବା ଗୋଟେ ଦିନ ବାଘଟିକୁ କହିଲେ, ଆରେ ବାଘ, ଏଥର ତୁମକୁ ଫଳମୂଳ ଗୁଡ଼ାକ କେମିତି ଲାଗୁଛି? ବାଘ ନିଜର ପରିବର୍ତ୍ତନ ଦେଖି ବହୁତ ଖୁସି ହେଲା। ସେହି ଦିନଠୁ ବାଘ ଆଉ ଜଙ୍ଗଲରେ ନ ରହି ଆଶ୍ରମରେ ରହିଲା, ଆଉ ତାକୁ ଆଶ୍ରମର ସବୁ ଲୋକ ଫଳଖିଆ ବାଘ ବୋଲି ଡାକିଲେ। ଏଇ ଗପରୁ ଆମେ ଶିକ୍ଷା କଲେ, ଯେତେ ଖରାପ ଲୋକ ହୋଇଥିଲେ ମଧ୍ୟ ନିଜକୁ ପରିବର୍ତ୍ତନ କରିବାକୁ ଚାହିଁଲେ ସେ ନିଶ୍ଚୟ ପରିବର୍ତ୍ତନ ହୋଇଯିବ।